ରାୟଗଡ଼ା ସହରର ଲାଇଫ୍ ଲାଇନ୍ ବୋଲି କୁହାଯାଉଥିବା ଫ୍ଲାଇଂ ଓଭର ବ୍ରିଜ୍ ବର୍ତ୍ତମାନ ସଙ୍କଟ ଘେରରେ ପଡ଼ି ରହିଛି। ଏହି ବିପଦ ସଂକୁଳ ପୋଲ ଦେଇ ଯାତାୟାତ କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା ସହ ସମାନ ହୋଇପଡ଼ିଛି। ତଥାପି ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନାହିଁ। 93 ମିଟର ବ୍ରିଜ୍ ଉପରେ 90ରୁ ଅଧିକ ସ୍ଥାନରେ ଗାତ ହେବା ସାଙ୍ଗକୁ ହାଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରୁ ବିଭିନ୍ନ ଗଛଲତା 34ଟି ସ୍ଥାନରେ ବର୍ଷ ବର୍ଷ ହେଲା ବାହାରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହା ଉପର ଦେଇ ପ୍ରତିଦିନ ଶହ ଶହ ଯାନ ଯାତାୟାତ କରୁଛି। ପୋଲର ଉପର ଆବରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏହାର ଭିତର ଚଟାଣ ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହାର ପ୍ରତିକାର ସ୍ୱରୂପ ନିୟମିତ ବ୍ୟବଧାନରେ ବାଲିଗୁଡ଼ି ପକାଇ ସିମେଣ୍ଟ ଚଟାଣକୁ ମରାମତି କରାଯାଉଛି, କିନ୍ତୁ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ଏନେଇ ରାୟଗଡ଼ା ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ବିଧାନସଭାରେ ପ୍ରଶ୍ନ କରିଥିଲେ, କିନ୍ତୁ କିଛି କାମ ହୋଇନଥିଲା ବୋଲି ବିଧାୟକ କହିଛନ୍ତି। ଅଳ୍ପ କିଛି ଦିନ ତଳେ ବଡ଼ ଦୁର୍ଘଟଣା ଘଟିଥିଲା, କିନ୍ତୁ ମା ମଝି ଘରିଆଣୀ କୃପାରୁ କାହାର ଜୀବନହାନି ହୋଇନାହିଁ। ଏନେଇ ରାୟଗଡ଼ାଠାରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟକୁ ବିଧାୟକ ଯିବାବେଳେ ଏଠାରେ କେବଳ ପିଏନ ଭରସା ଚାଲିଛି ବିଭାଗ। ତେଣୁ ବିଧାୟକ ସୁନାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମତୀ ସର୍ଜାଚିନୀ ସେଠୀଙ୍କୁ ରାୟଗଡ଼ା ଫ୍ଲାଇଓଭର ତଦାରଖ ପାଇଁ କହିଥିଲେ। ସେ ଆସି ସମ୍ପୂର୍ଣ୍ଣ ବ୍ରିଜ୍ ଉପରେ ବୁଲି ବୁଲି ତଦାରଖ କରିଛନ୍ତି। ଅଳ୍ପ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପାଦଚଲା ରାସ୍ତା ମରାମତି ଏବଂ ବ୍ରିଜ୍ ଉପରେ ଥିବା ସିମେଣ୍ଟ ହଟାଇବା ସହିତ ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଦିଆଯିବା, ତଳପଟରୁ ଯାହା ସମସ୍ୟା ରହିଯିବ ତାହା ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି। तो रायगडार गोटे लोकंकर सर्वसाधारणकर यहाँ हूँ गोटे जीवन रेखा। जो ओवर ब्रिज जदि कौन अप्रीतिक घटना घटी कौन जदि भांगीगला ताल नुआ रायगड़ा को पुराणा रायगड़ा को संयोगता सबुदिन विच्छिन्न हो। द्वितीय आपण को कोरापुट ब्रह्मपुर जावाई और आंध्र जावाई पूरापूरी विच्छिन्न हो। मु आज सुनाबेड़ार एसी को ये रायगड़ा डकई एवं ओभरब्रिज को मुझे देखी प्रत्येक गोटे गोटे पिलर रे दुई पार्श्व गछ जाक लगाई। जदि गछ लगेले जदि गछ बाहर रक्षणबेक्षण करने तो किए नहांती, तो से गछ जदि बंचिले ओभरब्रिज जदि स्ट्रंग रहा मु एसी को कहूली ये पूरा हर्टिकल्चर को ना एग्रिकल्चर को ना फॉरेस्ट डिपार्टमेंट को कहीकि गछ जाक लगेदेवा। रायगड़ा जिला प्रतिनिधि अरविंद साहू का रिपोर्ट, ओडिशा न्यूज 27।